ମୁଁ ନରୋତ୍ତମ ଦାସ ଫ୍ୟାମିଲି କାଉନସିଲର ଆଉ ସମାଜସେବୀ। ଆଜି ଜୀବନ ସେବା ଫାଉଣ୍ଡେସନ ସପ୍ତମ ଜନ୍ମବାର୍ଷିକ। ଆଜି এই ଜନ୍ମବାର୍ଷିକ ଉତ୍ସବରେ ମୋତେ ଅତିଥି କରି ଡାକିଛନ୍ତି। ତେଣୁ ଅନୁଷ୍ଠାନର ମୁଖ୍ୟ ହରିଶ୍ଚନ୍ଦ୍ର ପଟ୍ଟନାୟକ ଏବଂ ସନାତନ ଚୌଧୁରୀ ଏବଂ ସମସ୍ତଙ୍କୁ ଧନ୍ୟବାଦ। ଆଜି जो କାର୍ଯ୍ୟକ୍ରମ ହେଲା ଏଥିରେ ଗୋପବନ୍ଧୁ ସମ୍ମାନ ସମସ୍ତଙ୍କୁ ସମ୍ମାନିତ କରାଗଲା। ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ସାମାଜିକ କ୍ଷେତ୍ରରେ ନିଜର ପାରିଦର୍ଶିତା ଲାଭ କରିଛନ୍ତି ସେମାନଙ୍କୁ ସମ୍ମାନିତ କରାଗଲା। ଆମେ ଯେତେବେଳେ ସାମାଜିକ କର୍ମୀ ଗୋଟେ ସମ୍ମାନିତ ହୁଏ ନିଶ୍ଚିତ ତା ପାଇଁ ଏହା ଗୋଟେ ଏନର୍ଜି ଭଳି କାମ କରେ। କାରଣ ଯେତେବେଳେ ନିଜର 24 ଘଣ୍ଟା ସମୟ ଭିତରେ କିଛି ସମୟ କିଛି ଅସହାୟ ଗରିବ ଶ୍ରେଣୀର ବ୍ୟକ୍ତିବିଶେଷ ମାନଙ୍କୁ ସେମାନେ ଦେଇଥାନ୍ତି। ତେଣୁ ନିଶ୍ଚିତ ଏହା ତାଙ୍କ ପାଇଁ ଗୋଟେ ଗୁଲକଣ୍ଡି ସଦୃଶ। ଯେମିତି ଆପଣ ଜାଣିଥିବେ ଖରାଦିନେ ଯେମିତି ଗୁଲକଣ୍ଡି ଖାଇଲେ ଏନର୍ଜି ହୁଏ, ସେମିତି ସାମାଜିକ କର୍ମୀମାନଙ୍କୁ ଯଦି ସମ୍ବର୍ଦ୍ଧନା ଦିଆଯାଏ ତାଙ୍କ ପାଖରେ ଆହୁରି ଉତ୍ସାହ ଭରି ଉଠେ ସାମାଜିକ କ୍ଷେତ୍ରରେ କାମ କରିବା ପାଇଁ। ଯାହା ହଉ ଆଜି ଜୀବନ ସେବା ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା, ସଭାପତି, ସମ୍ପାଦକ, ଉପଦେଷ୍ଟା ସମସ୍ତ ଭାଇ ଭଉଣୀମାନଙ୍କୁ ଅଶେଷ ଧନ୍ୟବାଦ। ଏକ ଭିନ୍ନ ମାନସିକତାରେ ଆଜି ଯେଉଁ ପରିବର୍ତ୍ତନ କେନ୍ଦ୍ରର ମଧ୍ୟ ଯେଉଁ କୁନି କୁନି ନାବାଳକମାନଙ୍କୁ ଡାକିକି ମଧ୍ୟ ନୃତ୍ୟ କରିଥିଲେ ଏବଂ ବିଭିନ୍ନ ବସ୍ତିରୁ ମଧ୍ୟ ପିଲାମାନଙ୍କୁ ଆଣି ଆଜି ସମ୍ବର୍ଦ୍ଧନା ଦେବା ସହିତ ଅନ୍ନଦାନ କାର୍ଯ୍ୟକ୍ରମ ମଧ୍ୟ କରିଛନ୍ତି। ତେଣୁ ତାଙ୍କୁ ଅଶେଷ ଧନ୍ୟବାଦ ଜୀବନ ସେବା ଫାଉଣ୍ଡେସନକୁ। ପ୍ରଭୁ ଜଗନ୍ନାଥ ତାଙ୍କୁ ଆହୁରି ଆଶୀର୍ବାଦ କରନ୍ତୁ, ସେ ଅନୁଷ୍ଠାନ ଆହୁରି ଉତ୍ତରୋତ୍ତର ଉନ୍ନତି। ଜୀବନ ସେବା ଫାଉଣ୍ଡେସନ 7 ବର୍ଷ କମ୍ପ୍ଲିଟ ହେଇଗଲା ଅଫିସିଆଲି। ଖାଲି ଏହା ନୁହେଁ ଯେ ଜୀବନ ସେବା ଫାଉଣ୍ଡେସନ କେବଳ ଶିକ୍ଷା ଆଉ ଯୋଉ ଅସହାୟ ମାନଙ୍କୁ ସାହାଯ୍ୟ କରୁଛି, ଖାଲି ଏଇଟା ନୁହେଁ। ଜୀବନ ସେବା ଫାଉଣ୍ଡେସନ ପୁରା ପରିବେଶ ଉପରେ ବି ଧ୍ୟାନ ଦଉଛି। ଯେମିତିକି ଯେହେତୁ ଏବେ ଖରା ଦିନ ଚାଲିଛି, ଗଛ ଲଗେଇବା ହଉ କି ପଶୁ ପକ୍ଷୀ ମାନଙ୍କ ପାଇଁ ମାନେ ଜଳଛତ୍ର ବ୍ୟବସ୍ଥା ହଉ, ତ ସବୁ ପ୍ରକାରର ମାନେ ସୁବିଧା ସମସ୍ତଙ୍କୁ ଯୋଗାଇ ଦେବା ପାଇଁ ଜୀବନ ସେବା ଫାଉଣ୍ଡେସନ ସବୁବେଳେ ଚେଷ୍ଟା କରୁଛି। ଆଉ ଯୋଉମାନେ ଅସହାୟ, ଯୋଉମାନଙ୍କ ପାଖରେ ମାନେ ସରକାରଙ୍କର ବି ଯୋଜନା ଠିକ ସମୟରେ ମାନେ ଠିକରେ ସେମାନେ ଜାଣିନାହାନ୍ତି, ପହଞ୍ଚି ପାରୁନି, ସେ ସବୁ ବିଷୟରେ ଅବଗତ କରିବା ପାଇଁ ବି ଚେଷ୍ଟା କରୁଅଛି। ତ ଜୀବନ ସେବା ଫାଉଣ୍ଡେସନ ଯେମିତି କାମ କରୁଛି ଆଗକୁ ସେମିତି କାମ କରି ଚାଲିବ ଏବଂ ଆହୁରି ଚେଷ୍ଟା କରିବ ଯେମିତି ଅଧିକରୁ ଅଧିକ ଲୋକ ଉପକୃତ ହେବେ। नमस्कार, जय जगन्नाथ। मोर ना विजेन्द्र कर। मु जीवन सेवा फाउंडेशन एक छोट कर्मी अच्छी। मु निजक बहुत धन्य मन करुच्ची कि आजिका डेट्रे जीवन सेवा फाउंडेशन गोटे कर्मी हिसाब से अच्छी। तो ता पूर्व मु बहुत बहुत धन्यवाद देवी आमर जी जीवन सेवा फाउंडेशन प्रेसिडेंट अच्छा हरीश भाई बहुत परिश्रम करके फाउंडेशन टाक सहित आम खाली सहयोगी ही अच्छू। आजिका डेट्रे देखिए जदि समाजसेवी करने बहुत जन लोक आगे अच्छा, बहुत सेवा कम कर सम्मान करने किसी छोट मोट आवार्ड देवाई बहुत कम लोक अच्छा। तो आम आज से प्रोग्रामटा करूँ जो कि छोट मोट आवार्ड भी किसी दे पारुचु सम्मान भी करूँ। आम जीवन सेवा फाउंडेशन तरफ आमर बहुत छोट मोट प्रोग्राम आम आगु करूँ, जमीक कैपिटल हॉस्पिटल आम खाइबा बंटन करने सहित रोगी मान खाइबा दौलू। आमर छोट छोट पिला सबुदिन आम पाठ पढ़ावा सहित 30 ରୁ 40 पिला अच्छा जो मैंने आम पूरा रेगुलर बेसिस पाठ पढ़ावा सहित सबू कम आम उठाऊँ। तो एमती करके आम फाउंडेशन को आम चलाऊँ। अब आशा भी करूँ आगू एमती आम फाउंडेशन बहुत आगू जाऊ। मो ना हरीश पट्टनायक। जीवन सेवा फाउंडेशन 7ମ वार्षिक पूर्ति अवसर में आज गोपबंधु सेवा सम्मान जयदेव भवन अनुष्ठित होती। ओडिशार अग्रणी अनुष्ठान आम पाखे आसी पहुंचती। आम चेष्टा करमी माने परिवेश सुरक्षित रहा सहित केमी आम सचेतन कार्यक्रम करूँ, गच किपर लगेबू, गच लगे सहित केमी बढ़ माने पृथ्वी पृष्ठ किपर सचेतन रही पारे तापर आम चेष्टा करूँ। या सहित आमर गोटे 2 जन को आत्मनिर्भरशील माने कमिटी गठन करी 2टी लोक 5,000 5,000 टंका राशि सहायता करूँ।